ସବୁବେଳେ ସାଙ୍ଗମାନେ ଆଳୁ ସମୋସା ଖାଇ ଖାଇକି ଆପଣଙ୍କୁ ବୋର୍ ଲାଗୁଛି କି? ତ ଆଜି ମୁଁ ଆପଣଙ୍କ ସାଥିରେ ଗୋଟେ ନୂଆ ସମୋସା ରେସିପି ସେୟାର କରିବେ, ତ ନିଶ୍ଚୟ ଭିଡ଼ିଓକୁ ଫୁଲ୍ ୱାଚ୍ କରିବେ। ତ ନମସ୍କାର ସାଙ୍ଗମାନେ, ମୁଁ ଋଷିକଲା ଆପଣମାନଙ୍କୁ ସ୍ୱାଗତ କରୁଛି ଋଷିକଲା କୁକିଂ ଚ୍ୟାନେଲକୁ। ତ ସାଙ୍ଗମାନେ ଏଇଠି ମୁଁ ଆପଣଙ୍କୁ ଦେଖାଇ ଦେଉଛି ସମୋସାଟି ବହୁତ ସୁନ୍ଦର ଅଛି ଆଉ ବହୁତ ଟେଷ୍ଟି ବି ବନିବ। ତ ପ୍ରଥମେ ନେଇଯିବା ସମୋସା ବନାଇବା ପାଇଁ ଆମେ ମଇଦା। ତ ମଇଦା ସାଙ୍ଗମାନେ ମୁଁ ଏଠି ଗୋଟେ ଗ୍ଲାସ୍ ନେଇଛି, ତ ଆପଣ ଆପଣଙ୍କ କ୍ୱାଣ୍ଟିଟି ହିସାବରେ ନେଇପାରିବେ। ତ ମଇଦା ସହିତ ଆମେ ନେଇଯିବା ଏଥିରେ ଜୁଆଣି ଦେଇଦେବା। ଜୁଆଣିର ଟେଷ୍ଟ ଆଉ ବାସ୍ନା ମୋତେ ବହୁତ ବଢ଼ିଆ ଲାଗେ। ତ ଆପଣ ଚାହିଁଲେ କଳା ଜିରା ବି ଏଠି ୟୁଜ୍ କରିପାରିବେ। ତ ଏଠି ଜୁଆଣିକି ଟିକେ ହାଲକା କ୍ରସ୍ କରିକି ଆମେ ପକାଇଦେବା। ତା ସହିତ ସ୍ୱାଦ ଅନୁସାରେ ଲୁଣ ଆଡ଼୍ କରିଦେବା। ତ ଏସବୁ ସହିତ ଆମେ ଲାଷ୍ଟକୁ ପକାଇ ନେବା ଟିକେ ମାନେ ତେଲ, ଯଦି ଆପଣ ଚାହିଁବେ ଘିଅ ବି ଆଡ଼୍ କରିପାରିବେ। ଏସବୁକୁ ଆମେ ବଢ଼ିଆସେ ହାତରେ ଏମିତି ତାକୁ ଖାସ୍ତା ଭଳିଆ ତ ହାତରେ ବଢ଼ିଆସେ ଏମିତି ମକୁଚି ଦେବା। ତ ତାପରେ ଆମେ ଅଳ୍ପ ଅଳ୍ପ ପାଣି ଦେଇକି ଗୋଟେ ହାଲକା ଡୋଟେ ବନେଇ ନେବା। ତ ବେଶୀ ସଫ୍ଟ ବନେଇବେନି, ଟିକେ ହାର୍ଡ଼ ରହିବା ଦରକାର। ତ ଦେଖିପାରୁଥିବେ ମୁଁ ଏଇଠି ବଢ଼ିଆସେ ଡୋ ବନେଇ ଦେଇକି ତାକୁ 5ରୁ 10 ମିନିଟ୍ ଭିତରେ ରେଷ୍ଟ କରିବା ପାଇଁ ଛାଡ଼ିଦେବି। ତାପରେ ଆମେ ଷ୍ଟଫିଂ ଦେବା ପାଇଁକି ଏଠି ବନେଇଦେବା ମୁଗ ପ୍ୟାକେଟ୍ ନେଇଯାଇଛି। ତ ଏଠି ମୁଗର ଗୋଟେ ନମକିନ୍ ପ୍ରସ୍ତୁତ କରିବି, ଯେଉଁଟାକି ଖାଇବା ପାଇଁ ବହୁତ ବଢ଼ିଆ ଲାଗିବ। ତ ବଜାରରେ ମିଳୁଥିବା ଏଇ ପ୍ୟାକେଟ୍ ମୁଗରେ ଆଜି ଆମେ ବନେଇବା ନମକିନ୍ ସମୋସା, ଯେଉଁଟାକି ଟେଷ୍ଟ ଆଉ ବାସ୍ନା ବହୁତ ହି ବଢ଼ିଆ ଲାଗିବ। ଗୋଟେ ଅଲଗା ପ୍ରକାର ଟେଷ୍ଟ ଲାଗେ, ବହୁତ ବଢ଼ିଆ ଲାଗେ। ତ ଏଠି ମୁଁ 3 ପ୍ୟାକେଟ୍ ମୁଗ ନେଇଯାଇଛି। ତା ସହିତ ନେଇଯାଇଛି ମିକ୍ସଚର୍ର ଯେଉଁ ଆମର ଗାଣ୍ଠିଆ, ତ ଆପଣ ତାକୁ ନେଇପାରିବେ କିମ୍ବା ଆପଣ ଛଣା ସେଉ ବି ଏଠି ନେଇପାରିବେ। ତ ଗାଣ୍ଠିଆର ଟେଷ୍ଟ ବି ବହୁତ ବଢ଼ିଆ ଲାଗେ, ଟିକେ ଖଟା ମିଠା ଟାଇପ୍ର ଲାଗେ। ତ ସେଥିଲାଗି ମୁଁ ଏଥିରେ ଗାଣ୍ଠିଆ ଆଡ଼୍ କରିଛି। ତ ତା ସହିତ ଆମେ ନେଇଯିବା ପାନମଧୁରୀ ଆପଣ ଏମିତି ଗୋଟା ଆଡ଼୍ କରିପାରିବେ କିମ୍ବା ଯଦି ପାଉଡ଼ର ଥାଏ ଆଡ଼୍ କରିପାରିବେ। ତା ସହିତ ହାଲକା ଟିକେ ମିଠା ଅଂଶ ଆଣିବା ପାଇଁ ମୁଁ ଏଠି ଚିନି ବି ଆଡ଼୍ କରିଦେବି। ତ ଏସବୁକୁ ଆମେ ଗୋଟେ ଫାଇନ୍ ପାଉଡ଼ର ବନେଇକି ନେଇ ଆସିବା। ତ ଦେଖିପାରୁଥିବେ କେତେ ସୁନ୍ଦର ଭାବେ ବନିଛି ଆଉ ସତରେ ସାଙ୍ଗମାନେ ଟେଷ୍ଟ ବହୁତ ବଢ଼ିଆ ଲାଗେ। ଏଥିରେ ଆପଣ ଯେକୌଣସିଥିରେ ବି ଆପଣ ଷ୍ଟଫିଂ ଦେଇକି ଏହାକୁ ଖାଇପାରିବେ, ବହୁତ ବଢ଼ିଆ। ଧ୍ୟାନ ଦେବେ ସାଙ୍ଗମାନେ, ଏହାକୁ ଆପଣ ପୁରା ଫାଇନ୍ ପାଉଡ଼ର ବନେଇବେନି। ତ ଏଠି ଆମର ନମକିନ୍ ପ୍ରସ୍ତୁତ ହୋଇଗଲା। ତ ଏବେ ଏହାକୁ ସ୍ପାଇସି ବନେଇବା ପାଇଁକି ଆମେ କିଛି ମସଲା ଆଡ଼୍ କରିବା, ଯେମିତିକି କସ୍ତୁରୀ ମେଥି ଆଉ ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଚାଟ୍ ମସଲା ଆଉ ହାଲକା ଜିରା ଗୁଣ୍ଡ ଦେଇଦେଇଛି। ତ ଗରମ ମସଲା ବି ୟୁଜ୍ କରିପାରିବେ। ଧନିଆ ଗୁଣ୍ଡ ଜିରା ଗୁଣ୍ଡକୁ ସ୍କିପ୍ କରିଦେଇକି ଆପଣ ଗରମ ମସଲା ବି ୟୁଜ୍ କରିପାରିବେ। ତ ବହୁତ ବଢ଼ିଆ ଟେଷ୍ଟ ଲାଗିବ। ତା ସହିତ ସାଙ୍ଗମାନେ ମୁଁ ଏଠି ନେଇଯାଇଛି କିଛି କାଜୁ ଆଉ ଖିସମିସ୍ର ଛୋଟ ଛୋଟକୁ କାଟି ନେଇଥିଲି। ଏ କାଜୁ ଆଉ ଖିସମିସ୍ର ଗୁଣ୍ଡକୁ ତ ଏମିତି କାଟି ନେଇଥିଲେ ବହୁତ ବଢ଼ିଆ ଲାଗେ ଖାଇବା ପାଇଁକି। ତ ବହୁତ ବଢ଼ିଆ ବାକିରେ ବନିକି ରେଡ଼ି ହେଇଗଲା ଆମର ଷ୍ଟଫିଂ। ତ ତାକୁ ଏବେ ମୁଁ ସାଇଡ଼୍ରେ ରଖିନେବି। ତ ରଖିଥିବା ଏଇଠି ଅଟା ଡୋକୁ ଆଣିକି ହାତରେ ଟିକେ ତାକୁ ବଢ଼ିଆସେ ଏମିତି ଚକଡ଼ିଲା ଟାଇପ୍ର କରିଦେବି। ତାପରେ ଗୋଟେ ଛୋଟ ଡୋଟେ ଆଣିକି ତାକୁ ଏମିତି ଆମେ ଓଭାଲ୍ ସେପ୍ରେ ବନେଇବା। ଦେଖିପାରୁଥିବେ ପୁରା ଗୋଲ୍ ସେପ୍ରେ ବନେଇବେନି, ଓଭାଲ୍ ସେପ୍ରେ ବନେଇଲେ ଲମ୍ବାଳିଆ ଟାଇପ୍ର। ତ ଆମକୁ ସମୋସା ବନେଇବା ପାଇଁକି ବହୁତ ଇଜି ହେବ। ତ ଦେଖିପାରୁଥିବେ ମୁଁ ଏଠି ମଝିରୁ କଟ୍ କରିଦେବି। ତାପରେ ଦୁଇ ପଟକୁ ଏମିତି ତାକୁ ସମାନ କରିଦେବି। ଦୁଇଟା କର୍ଣ୍ଣରରୁ ଆମେ ତାକୁ ଏମିତି ଭାଙ୍ଗି ନେବା। ତ ଦେଖିପାରୁଥିବେ, ତ ଆପଣ ଯେକୌଣସି ଯଦି ବି କିଛି ନୂଆ ଷ୍ଟେପ୍ ଜାଣିଥିବେ ତ ମୋତେ ନିଶ୍ଚୟ କମେଣ୍ଟ ମାଧ୍ୟମରେ ଜଣାଇବେ। ତ ମୁଁ ଏମିତି ବନାଏ, ତ ସେଥିଲାଗି ମୁଁ ଆପଣମାନଙ୍କୁ ଏମିତି ଦେଖାଇ ନେଲି। ତ ହାତରେ ଟିକେ ତେଲ ହେଉ କିମ୍ବା ପାଣି ହେଉ କିମ୍ବା ମଇଦାର ଗୋଳ ହେଉ ଆପଣ ଦେଇକି ତାକୁ ଷ୍ଟଫିଂ ଭରି ପାରିବେ। ତ ଦେଖିପାରୁଥିବେ ବହୁତ ବଢ଼ିଆ ସୁନ୍ଦର ସମୋସା ବନିକି ରେଡ଼ି ହେଇଗଲା। ଏହି ଟାଇପ୍ରେ ସାଙ୍ଗମାନେ ବନେଇଲେ ମୋତେ ବହୁତ ସହଜ ଲାଗେ। ତ ଏମିତି ମୁଁ କରିକି ସବୁ ଗୁଡ଼ାକ ସମୋସା ବନେଇକି ରଖିନେବି ସାଇଡ଼୍ରେ। ତ ସାଇଡ଼୍ରେ ତେଲ ଆଗରୁ ବି ମୋ ସାଙ୍ଗମାନେ ଗରମ କରି ନେଇ ଦେଇଥିଲି। ତ ଏହି ରେସିପି ସତରେ ଚାହାରେ ଖାଇବା ପାଇଁକି ବହୁତ ହି ଭଲ ଲାଗେ। ଆମ ଘରେ ତ ସମସ୍ତେ ପସନ୍ଦ କରନ୍ତି ଚାହାରେ ଖାଇବା ପାଇଁକି। ତ ଫଟାଫଟ ବନିଯାଏ। ଯଦି ବି ଘରେ ଆପଣଙ୍କ ପାଖରେ ମୁଗ ନଥାଏ ତାହେଲେ ଆପଣ ମିକ୍ସଚର୍ ବି ବନେଇ ପାରିବେ। ସେଥିରେ ଏମିତି କାଜୁ ଆଉ ଖିସମିସ୍ ବି ଦେଇକି ବନେଇ ପାରିବେ, ବହୁତ ବଢ଼ିଆ ଲାଗିବ। ଏହି ସମୋସାର ମେନ୍ ଟେଷ୍ଟ ହେଉଛି ପାନମଧୁରୀ, ଯେଉଁଟାକି ବହୁତ ହି ବଢ଼ିଆ ଲାଗେ ଆଉ ଟିକେ ଖଟା ମିଠା ଟାଇପ୍ର ମିକ୍ସଚର୍ ଲାଗେ ଯେହେତୁ। ତ ଚାହା ଖାଇବା ପାଇଁକି ଚାହାରେ ବହୁତ ବଢ଼ିଆ ଲାଗିବ। ଆପଣ ଯେକୌଣସି ଚଟନୀରେ ଏଇ ସହିତ ଆପଣ ଖାଇପାରିବେ, ତା ବି ଟେଷ୍ଟ ଲାଗିବ, ବହୁତ ବଢ଼ିଆ ଲାଗେ। ସତରେ ସାଙ୍ଗମାନେ ଆଳୁ ସିଝେଇକି ମାନେ ତାକୁ କଷିକି ସମୋସା ବନେଇଲେ ବହୁତ ହି ଟାଇମ୍ ଲାଗେ। ତ ଏଇ ଟାଇପ୍ର ଆପଣ ବନେଇବେ, ଦେଖିବେ ବହୁତ ଇଜିରେ ବନିବ ଆଉ ପଟାପଟ ବି ବନିବ। ତ ଦୁଇ ଜଣଙ୍କର ଟେଷ୍ଟ ଟିକେ ଅଲଗା ଅଲଗା, ତ ବହୁତ ହି ବଢ଼ିଆ ଲାଗେ। ତ ଏଇଠି ଦେଖାଇ ଦେଉଛି ଆପଣଙ୍କୁ ଟିକେ ଭଲ କି, ଯେହେତୁ ମୋର ହାତ ରହିଯାଉଛି ଆପଣଙ୍କୁ ଠିକ୍ସେ ଦେଖାଇ ପାରୁନି। ତ ଏଇଠି ସବୁଗୁଡ଼ାକ ମୁଁ ବନେଇକି ସାଇଡ଼୍ରେ ରଖିନେବି।
जेहेतु सांग मैंने मु तेल को आगुरी गरम कर देती तो तेल गरम हो जाता तो ये आम रखिथा समोसा गुड़ाक स्टेज सब आड करदे तो देखिए धीरे धीरे आड करेंगे। गैस फ्लेम को पूरा मीडियम रे रखिए आउ एमती धीरे धीरे क्रिप्सी हवा पर्यंत छाणिबे। तो ऊपर क्रिप्सी जिते हम बहुत बढ़िया लगे समोसा खावाई कि जदि आपण को जुआणी ये पसंद न था तो सांग मैंने कला जीरा आड करेंगे तार टेस्ट बहुत बढ़िया लगे। तो ये सब को आम टे हल्का फ्राए करदे पूरा गोल्डन कलर हवा पर्यंत। ता सहित मुझे गोटे लंका भी छाणी देती बहुत बढ़िया लगे खावाई कि। तो ये आमर देखिपे समोसा बढ़िया से होगला मुझे कढ़ई छाणिकी आनिकी गोटे प्लेट्रे रखिनेबी। आज रेसिपी तो सांग मैंने आपण मैंने देखिले तो आशा करुँची आपण मानक आज रेसिपीटी बहुत ही पसंद आसवा। माने मिनी समोसार रेसिपी बहुत ही टेस्टी। तो आपण मैंने निजे घरे भी जाइए ट्राए करंतु बहुत टेस्टी लगे। तो आज वीडियोटी जदि सांग मैंने आपण मानक पसंद आसता है तो प्लीज़ मोर चैनल को लाइक शेयर सब्सक्राइब सहित पाखे थोड़ा बेल आइकन को भी प्रेस करने बिल्कुल भी भूलिए नहीं। तो रखुची देखा नेक्स्ट वीडियो रे। नमस्कार, जय जगन्नाथ, बाय, टेक केयर।